ଉପଭୋଗ କରୁଛନ୍ତି, ଘର କରି ଭଡ଼ା ଲଗେଇଛନ୍ତି, ନିଜେ ଚାଷ କରୁଛନ୍ତି। ଲିଙ୍ଗରାଜଙ୍କର ଇଞ୍ଚେ ଜମି ନାହିଁ, ସବୁ ଜବରଦଖଲରେ ଅଛି। ବେସରକାରୀ ଲୋକ, ସରକାରୀ ଲୋକ ଏବଂ ସେବାୟତ ସମସ୍ତେ ଦଖଲରେ ରଖିଛନ୍ତି। ମୁଁ ଟ୍ରଷ୍ଟି ଥିଲି, ମୁଁ 20 ବର୍ଷ ଟ୍ରଷ୍ଟି ଲିଙ୍ଗରାଜଙ୍କର 20,000 ଟଙ୍କା ଲୋନ୍ ଦାୟିତ୍ୱ ନେଇଥିଲି। ଯେଉଁଦିନ ଟ୍ରଷ୍ଟି ଛାଡ଼ିକି ଆଇଲି 8 କୋଟି ଟଙ୍କା ଫିକ୍ସ ଡିପୋଜିଟ୍ କରିଦିଆଯାଇଛି। ଲିଙ୍ଗରାଜ ମୋତେ ଦାୟିତ୍ୱ ଦେଇଥିଲେ ମୋ କଥା ବୁଝ। ମନ୍ଦିରରେ ଖାଇବା ମଣ୍ଡପ, ଗୋଡ଼ ଧୁଆ ପାଣି, ପିଇବା ପାଣି, ଲାଇଟ୍, ନିଟ୍ ଆଣ୍ଡ କ୍ଲିନ୍ ସେ ସମୟରୁ କରି ଆସିଛୁ ଆମେ। ସେଇ ପଦ୍ଧତି ଚାଲିଛି। କାରଣ ଲିଙ୍ଗରାଜ ସ୍ୱୟଂ ଶିବ, ତାଙ୍କ ସେବା କଲେ ତମେ ପୁଣ୍ୟ ପାଇବ। ଆମେ ସେଇ ସେବା କରି କରି ଆଜି ପର୍ଯ୍ୟନ୍ତ ଅଛୁ। କାଲି ରମାଦେବୀରେ ଝିଅ ପିଲାମାନଙ୍କୁ ଏବିପିର ପିଲାମାନେ ଯାଇକିରି ଧସ୍ତାଧସ୍ତି କରିଛନ୍ତି। এবি ପିଲା ରମାଦେବୀ ପିଲା ଉଭୟ ଗେଟ୍ରେ ତାଲା ପକେଇଛନ୍ତି, ଧସ୍ତାଧସ୍ତି ହେଇଛନ୍ତି। ହବା ଉଚିତ ନୁହଁ। ହଁ, ଛାତ୍ରଛାତ୍ରୀ ଏଭଳିଆ ହବ ଉଚିତ। ରମାଦେବୀରେ ଛାତ୍ର କ'ଣ ଦରକାର ଥିଲା ଯିବା? ସେଇଟା ଝିଅ ମାନଙ୍କର। ତମର କ'ଣ କାମ ସେଠି? ଅଣଛାତ୍ର କାହିଁ ସେଠିକି ଯାଇଥିଲ? ତମେ ଯାଇ ଗେଟ୍ରେ ତାଲା ପକେଇଥିଲ। ଗୋଟେ ଶିକ୍ଷା ଅନୁଷ୍ଠାନ ନଷ୍ଟ କରିବାକୁ ଯାଉଛ। ରମାଦେବୀ ଜଣେ ଫ୍ରିଡମ୍ ଫାଇଟର, ଇଣ୍ଡିଆର ଫେମସ୍ ଲେଡି, ତାଙ୍କୁ ବଦନାମ କରିବାକୁ ଯାଉଛ। ତାଙ୍କ ନାଁ କଳଙ୍କିତ କରିବା ପାଇଁ ଯାଉଛ। ଛାତ୍ରଛାତ୍ରୀ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। କୋଉମାନେ ଯାଇ ସେଠି ଧସ୍ତାଧସ୍ତି ହେଇଛନ୍ତି, କୋଉମାନେ ଯାଇ ତାଲା ପକେଇଛନ୍ତି, ଅନୁସନ୍ଧାନ କରି ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆପଣମାନଙ୍କ ଜରିଆରେ ସରକାର ମୁଁ ଅନୁରୋଧ କରୁଛି। ଧନ୍ୟବାଦ ଗଜପତି ମହାରାଜା ଲକ୍ଷ୍ୟ ରାଜାର ମଉଡ଼ମଣି ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଲେଖିଛନ୍ତି। ଆମର ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଯାତ୍ରା ଗୁଣ୍ଡିଚା ଯାତ୍ରା ସମୟରେ ହବା କଥା। ରଥଯାତ୍ରା ଅଦିନିଆ ଜର୍ମାନୀରେ, ଇଂଲଣ୍ଡରେ, ଆମେରିକାରେ ରଥ ଚଲେଇବା ଠିକ ହଉନି। ଏଗୁଡ଼ା ଅନ୍ୟାୟ ହଉଛି। ହେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କର। ଅଦିନରେ ଶ୍ରୀ ଶ୍ରୀ ଜଗନ୍ନାଥ ରଥ ଯେମିତି ନ ଯାଏ। ଏଗୁଡ଼ାକ ଓଡ଼ିଶାର ବଦନାମ, ଭାରତ ବର୍ଷର ବଦନାମ, ଜଗନ୍ନାଥଙ୍କର ବଦନାମ। ତେଣୁ ଷ୍ଟ୍ରଙ୍ଗଲି ବିଟ୍ କରନ୍ତୁ। ଅନ୍ୟ କୌଣସି କଣ୍ଟ୍ରି, କୌଣସି ଷ୍ଟେଟ୍, କୌଣସି ଜିଲ୍ଲାରେ ଅଦିନିଆ ରଥ ଚାଲିପାରିବନି। ରାଜାଙ୍କୁ ଧନ୍ୟବାଦ, ଅଭିନନ୍ଦନ। खबर देखंतु आम सह यूट्यूब, फेसबुक और इंस्टाग्राम रे आमको देखंतु। लाइक, शेयर और सब्सक्राइब करने को आद्य भूलंतुनी।